ଫେବୃଆରୀ 3 ତାରିଖ ମଙ୍ଗଳବାର ଫକୀରମୋହନ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ। ମହାମହିମ ରାଷ୍ଟ୍ରପତି ଦିବା 12:30ରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରସ୍ଥ ହେଲିପ୍ୟାଡ୍ରେ ଅବତରଣ କରିଥିଲେ। ଓଡ଼ିଶାର ମହାମହିମ ରାଜ୍ୟପାଳ ତଥା ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀଯୁକ୍ତ ହରିବାବୁ କାମ୍ବାମପତି, ଡିଆଇଜି ପିନାକ ମିଶ୍ର, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ସ୍ୱାଗତ କରିଥିଲେ। ମହାମହିମ ରାଷ୍ଟ୍ରପତି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ଫକୀରମୋହନ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପ ଅର୍ପଣ କରି ନୂତନ ନିର୍ମିତ ଅଡିଟୋରିୟମର ଉଦ୍ଘାଟନ କରିବା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମା ଉନ୍ମୋଚନ କରିଥିଲେ। ସେଠାରେ ଉପକୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ଅନ୍ୟ ବ୍ୟକ୍ତିବର୍ଗ ସ୍ୱାଗତ କରିଥିଲେ। ସମାବର୍ତ୍ତନ ଅଭିଭାଷଣରେ ମହାମହିମ ରାଷ୍ଟ୍ରପତି ଫକୀରମୋହନ ସେନାପତିଙ୍କ ସାହିତ୍ୟିକ ଅବଦାନ ଓ କନ୍ୟା ଶିକ୍ଷା ପ୍ରଚାରରେ ତାଙ୍କର ଅଗ୍ରଣୀ ଭୂମିକାକୁ ସ୍ମରଣ କରିଥିଲେ। ଫକୀରମୋହନଙ୍କ ଅମର କୃତି ରେବତୀର ଗୁରୁତ୍ୱକୁ ଉଲ୍ଲେଖ କରି ରେବତୀ କିପରି ଅନେକ ଅସୁବିଧା ସତ୍ତ୍ୱେ ଶିକ୍ଷା ପାଇଁ ସଂଘର୍ଷ କରିଥିଲେ ତାହା ବର୍ଣ୍ଣନା କରିଥିଲେ। ସମାବର୍ତ୍ତନରେ 1831 ଜଣ ସ୍ନାତକ ଓ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଓ ପଦକ ପ୍ରଦାନ କରିଥିଲେ। ଗତ 3 ବର୍ଷରେ ବିଶ୍ୱବିଦ୍ୟାଳୟରେ 110ଟି ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିବା ବେଳେ 89 ଜଣ ଗବେଷଣା ପଣ୍ଡିତ PhD ଡିଗ୍ରୀ ପ୍ରାପ୍ତ କରିଛନ୍ତି। ଏହି ଅବସରରେ କ୍ରୀଡ଼ା, ସାହିତ୍ୟ, ସ୍ୱାସ୍ଥ୍ୟ, ଓଡ଼ିଶୀ, ସଙ୍ଗୀତ କ୍ଷେତ୍ରରେ ବ୍ୟକ୍ତିବିଶେଷମାନଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା। ସମାରୋହରେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବାଲେଶ୍ୱର, ନୀଳଗିରି, ସିମୁଳିଆ ଓ ରେମୁଣା ଉପମୁଖ୍ୟ ସଚେତକ, ବିଧାୟକମାନଙ୍କ ସହିତ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ସମାରୋହରେ ପ୍ରଫେସର ନିହାର ରଞ୍ଜନ ରାଉତଙ୍କ ମଞ୍ଚ ସଞ୍ଚାଳନରେ ସଫଳତା ସହିତ ସମ୍ପନ୍ନ ହୋଇଥିଲା। ଅଛି ତାଙ୍କୁ ଭିତରକୁ ଗଲେ ଏବଂ ତାଙ୍କୁ ବର୍ତ୍ତମାନ 2 ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି କାହିଁକିନା ତାପରେ ସିଏ ମଧ୍ୟାହ୍ନ ଭୋଜନ କରିବେ। ମଧ୍ୟାହ୍ନ ଭୋଜନ କରି ତାଙ୍କର 2 ଘଣ୍ଟା କାର୍ଯ୍ୟକ୍ରମ